କଥା ତ ବୋଉ କହୁଥିଲା ମତେ ତାକୁ ସ୍ୱପ୍ନ ପଡ଼ି ଯାଇଥିଲା ଧୋତେ ପୁଣି କହୁଥିଲା ଏ ବର୍ଷ ପୁଣି ବେଶୀ ଲୋକ ଖାଇବ ସେ ବେଶୀ ଲୋକ ଖାଇବ ମୋର ଭଉଣୀକୁ ଝାଡ଼ା ବାନ୍ତି ସରିଛି ତୁ ଏଠି ତୁଷା କଥା ମାନେ କଣ ନା ହେଲା ରେ ବାବୁ ମୁଁ କହିବା କଥା ସତ କି ନାହିଁ ଗୋଲା ବର୍ଷ ମରଲେ କି ନାହିଁ ଆମ ଗାଁର ଲୋକ ମୁଣ୍ଡ ପଡ଼ିବାକୁ ଯିବାକୁ ଡର ଲେଖିନି ଆମ ଗାଁରେ ସେଟାର ପାଇଁ ଏକା କହୁଛି ଏ ବର୍ଷ ମିଶି ଝାଡ଼ା ବାନ୍ତି ହେଇକି ବେଶୀ ଲୋକ ମରବେ ବୋଲିକି ତାକୁ ସ୍ୱପ୍ନ ହେଲା ମୋର କଥା ଟିକେ ବୁଝ ଆମ କଥା ମାନେ କଣ ନା ଏଠି ମା ଠାକୁରାଣୀ ସଂସାରକୁ ବନେଇଲା ଗଛପତ୍ର ମଣିଷ ପଶୁ ପକ୍ଷୀ ଜୀବଜନ୍ତୁ ସବୁକୁ ବନେଇଲା ମା ନିଜେ ବନେଇଲା ତାକୁ ସେ କିସ୍ ପାଇଁ ଖାଇବ ତୁ କିସ୍ ପାଇଁ ବିଷୟ ହେଇଯାଉଛୁ ଆମର କଥା ମାନେ କହିଲେ ବିଷୟ ହବ ନାଇଁ କି ହୋଇନି ବାବୁ ଗଲା ବର୍ଷ ଏମିତି 6 ଜଣ ମରିଗଲେ କି ନାହିଁ ସେତାର ପାଇଁ ଏକା କହୁଛି ଠାକୁରାଣୀ ମା ବେଶୀ ବିଷୟ ହେଇଛି ଏ ବର୍ଷ ଆହୁରି ବେଶୀ ଲୋକ ଖାଇବି ବୋଲି କହିଛି ସୀମା ରାଇସାର ବୁଦ୍ଧି ଧରଲେ ମାତ୍ର ଜାଗା ଠାକୁରାଣୀ କିସ୍ ପାଇଁ ଲୋକମାନଙ୍କୁ ମରେ ପରା ସେ ତ ମା ଆମେ ତ ମାର ପୂଜା କରୁଛୁ ସବୁ ପୂଜାରେ ଭୋଗ ନଡ଼ିଆ କଦଳୀ ସବୁ ଦଉଛୁ ସବୁ ସୁଖ ଦୁଃଖ ତ ତାକୁ ଜଣାଉଛୁ ମା ଆମମାନଙ୍କୁ କିସ୍ ପାଇଁ ଖାଇବ ରେ ହୋଇନି ବାବୁ ଗାଁର ଲୋକ ହିସାବରେ ମୁଁ କହୁଛି କିଛି ହେଲେ ପୂଜା ପାତି କରିବୁ ବୋଇଲେ ଗୁରୁକୁ ଦେଖିବେ ନାଇଁ 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 ଏଇଟା ପୂଜା ପାତି ଭିତରେ ଛାଡ଼ବା ନାଇଁ ରାୟସାର ତ ପାଠ ବିଷୟ ପଢିଛି ସେ ତ ସେମିତି କହୁଛି ପୁଞ୍ଜିକି ଝାଡ଼ା ବାନ୍ତି ଧରିଛି ପୂଜା ପାତି ନ କଲେ ତାକୁ ବାଧା ହେଇଯିବ ରେ ବାବୁ ଠାକୁରାଣୀ ମା କୋପ କଲେ ଭାଇ ଝାଡ଼ା ବାନ୍ତି ହବ ବୁଝିଲ ମୁଁ ଗାଁର ସୁଖ ଦୁଃଖ ଲୋକ ବୋଲିକରି କହୁଛି କଥା ଆମେ କିସ୍ କରବୁ ସେଟା ଆମେ ବୁଝିବୁ